ଆମେରିକା ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ ଚାଲିଛି। ଆମେରିକା ଓ ଇସ୍ରାଏଲ ମିଳିମିଶି ଇରାନ ଉପରେ ଆକ୍ରମଣ କରୁଛନ୍ତି। ଉଭୟ ଦେଶ ଚାହୁଁଛନ୍ତି ଇରାନରେ ବିଧ୍ୱଂସର ଲୀଳା ସୃଷ୍ଟି ହେଉ। ହେଲେ ଠିକ ଏତିକି ବେଳେ ଇରାନ ଉପରେ ଇସ୍ରାଏଲ କରିଥିବା ଗୋଟିଏ ଆକ୍ରମଣକୁ ନେଇ ଖପ୍ପା ହୋଇଛି ଆମେରିକା। ଏଥିପାଇଁ ଇସ୍ରାଏଲ ବିରୋଧରେ WTF ମେସେଜ ବା ଅସନ୍ତୁଷ୍ଟର ବାର୍ତ୍ତା ଦେଇଛି ଆମେରିକା। ଏହି ପୁରା ଘଟଣାକ୍ରମ ବର୍ତ୍ତମାନ ସମୟରେ ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ ଭିତରେ ଥିବା ଫାଟକୁ ସାମ୍ନାକୁ ଆଣିଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ଆମେ ସମସ୍ତେ ଜାଣିଛୁ ଯେ ବର୍ତ୍ତମାନ ସମୟରେ ଆମେରିକା ଓ ଇସ୍ରାଏଲ ଭିତରେ ଏକ ବଡ଼ ଧରଣର ମିତ୍ରତା ସହିତ ଇରାନକୁ ଟାର୍ଗେଟ କରାଯାଉଛି। ଯୁଦ୍ଧ ଭୂମିରେ ତିନି ଦେଶ ଅଛନ୍ତି। ଗୋଟିଏ ପଟେ ଆମେରିକା ଓ ଇସ୍ରାଏଲ ଲଢୁଥିବା ବେଳେ ଅପର ପକ୍ଷରେ ଏକାକୀ ଲଢୁଛି ଇରାନ। ହେଲେ ଇରାନର ଏକ ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ନାଖୁସ ରହିଛି ଆମେରିକା। ଏଥିପାଇଁ ଖପ୍ପା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇସ୍ରାଏଲ ଏହି ଯୁଦ୍ଧ ଭୂମିରେ ଇରାନର ଏକ ତୈଳ ଭଣ୍ଡାରକୁ ଟାର୍ଗେଟ କରିଥିଲା। ଫଳରେ ଏହି ତୈଳ ଭଣ୍ଡାର ଓ ଆଖପାଖ ଅଞ୍ଚଳରେ ଧ୍ୱଂସର ଲୀଳା ସୃଷ୍ଟି ହୋଇଥିଲା। ଏଥିରେ ଅନେକଙ୍କ ଜୀବନହାନି ବି ଘଟିଛି। ହେଲେ ଇରାନର ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଆକ୍ରମଣକୁ ନାପସନ୍ଦ କରିଛି ଆମେରିକା। ଆମେରିକା କହିଛି ତୈଳ ଭଣ୍ଡାର ଗୁଡ଼ିକୁ ଯୁଦ୍ଧ ଭୂମିରେ ଟାର୍ଗେଟ କରିବା ଦ୍ୱାରା ଏହାର ପ୍ରଭାବ ଅର୍ଥନୀତି କ୍ଷେତ୍ରରେ ପଡ଼ିବ। ତୈଳ ଭଣ୍ଡାର ଧ୍ୱଂସ ହେଲେ ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିବ। ଏମିତିକି ଇସ୍ରାଏଲ ଓ ଆମେରିକା ଯେତେବେଳେ ଇରାନ ଉପରେ ଆକ୍ରମଣ କରୁଛନ୍ତି, ସେତେବେଳେ ଯଦି ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରାଯାଏ, ଏହାର ପରିଣାମ ଆଗାମୀ ସମୟରେ ଆମେରିକା ଓ ଇସ୍ରାଏଲ ମଧ୍ୟ ଭୋଗିବେ ବୋଲି କହିଛି ହ୍ୱାଇଟ୍ ହାଉସ୍। ତେବେ ଇସ୍ରାଏଲର ଏହି ତୈଳ ଭଣ୍ଡାର ଆକ୍ରମଣ ଓ ଷ୍ଟ୍ରାଟେଜିକୁ ନାପସନ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିପାଇଁ ଆମେରିକା ତରଫରୁ ଇସ୍ରାଏଲକୁ WTF ବାର୍ତ୍ତା ବି ଜାରି ହୋଇଛି। WTF ମେସେଜର ଅର୍ଥ ହେଉଛି କୌଣସି ଏକ ଆକ୍ରମଣକୁ ନିନ୍ଦା କରିବା ବା ଏହାକୁ ଅପ୍ରତ୍ୟାଶିତ ବୋଲି ଘୋଷଣା କରିବା, ଯାହା ବର୍ତ୍ତମାନ ଆମେରିକା ଓ ଇସ୍ରାଏଲ ଭିତରେ ଏକ ବଡ଼ ଫାଟ ସୃଷ୍ଟି କରିଛି। ଆମେରିକା ଭାବୁଥିଲା ଯେତେବେଳେ ଇରାନ ଉପରେ ଆକ୍ରମଣ କରାଯିବ, ସେତେବେଳେ ଇରାନର ସେହି ସରକାର ବିରୋଧୀ ଗୋଷ୍ଠୀ ଗୁଡ଼ିକ ଆମେରିକା ସପକ୍ଷରେ ବାହାରିବେ। ତାହା ଘଟିଲା ନାହିଁ। ଆଉ ଦ୍ୱିତୀୟ ଘଟଣାକ୍ରମରେ ଯେତେବେଳେ ଇସ୍ରାଏଲ ଇରାନର ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରୁଛି, ଏହାର ସିଧାସଳଖ ପ୍ରଭାବ ତୈଳ ବଜାର ଓ ସାଧାରଣ ଲୋକଙ୍କର ଅର୍ଥନୀତି ଉପରେ ପଡ଼ିବ। ଯାହାଦ୍ୱାରା ଇରାନର ଯେଉଁ ଗୋଷ୍ଠୀ ଇରାନର ଅୟତୁଲ୍ଲା ଖେମନେଇଙ୍କ ସରକାର ଉପରେ ଖପ୍ପା ଅଛନ୍ତି, ସେମାନେ ଆମେରିକା ସପକ୍ଷରେ ଛିଡ଼ା ହେବେ କ'ଣ, ଆମେରିକାକୁ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେବେ। ଏଭଳି ଆଶଙ୍କାକୁ ନେଇ ବର୍ତ୍ତମାନ ସମୟରେ ଇସ୍ରାଏଲ ଓ ଆମେରିକା ଭିତରେ ଗୋଟିଏ ବଡ଼ ଫାଟ ସୃଷ୍ଟି ହୋଇଛି। ଇସ୍ରାଏଲ ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରିବା ଘଟଣାକୁ ଆମେରିକା ନାପସନ୍ଦ କରିଛି। ଆମେରିକାର ହ୍ୱାଇଟ୍ ହାଉସ୍ ତରଫରୁ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶକ୍ତିର ଅପଚୟ ଚାହାନ୍ତି ନାହିଁ। ସେ ଚାହାନ୍ତି ଯୁଦ୍ଧ ଭୂମିରେ ଗୋଟିଏ ଆଭିମୁଖ୍ୟ ରହୁ, କିନ୍ତୁ ଏହା କୌଣସି ପ୍ରକାର ଅର୍ଥନୈତିକ ଦୁରାବସ୍ଥା ସୃଷ୍ଟି ନ କରୁ। ଅର୍ଥାତ୍ ଇରାନର ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରିବାକୁ ଚାହୁଁନାହିଁ ଆମେରିକା, କିନ୍ତୁ ଇସ୍ରାଏଲ ଇରାନର ତୈଳ ଭଣ୍ଡାର ଉପରେ ଆକ୍ରମଣ କରିଦେଇଛି, ଯାହାକୁ ନେଇ ବର୍ତ୍ତମାନ ଆମେରିକା ଓ ଇସ୍ରାଏଲ ଭିତରେ ବିବାଦ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଇରାନରେ ପାଖାପାଖି 229ଟି ତୈଳ ଭଣ୍ଡାର ରହିଛି। ସେଥିମଧ୍ୟରୁ ପ୍ରମୁଖ 10ଟି ତୈଳ ଭଣ୍ଡାର ଉପରେ ବିଶ୍ୱର ଅର୍ଥନୀତି ନିର୍ଭରଶୀଳ। ଆଉ ଇରାନର ଯଦି ଏହି ତୈଳ ଭଣ୍ଡାର ଗୁଡ଼ିକୁ ଯୁଦ୍ଧ ସମୟରେ କୌଣସି ବି ଦେଶ ଟାର୍ଗେଟ କରନ୍ତି, ତେବେ ଏହା ଦ୍ୱାରା ତୈଳ ଦର ବୃଦ୍ଧି ପାଇବ। ସେମିତିରେ ବି ବର୍ତ୍ତମାନ ଯୁଦ୍ଧ ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 107ରୁ 108 ଡଲାରରେ ପହଞ୍ଚି ସାରିଛି। ଆଉ ଇସ୍ରାଏଲ ଇରାନର ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରିବା ଦ୍ୱାରା ଆଗାମୀ ସମୟରେ ତୈଳ ଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଯଦି ଇରାନର ସମସ୍ତ ତୈଳ ଭଣ୍ଡାର କ୍ଷତିଗ୍ରସ୍ତ ହୁଏ, ତେବେ ଅଶୋଧିତ ତୈଳକୁ ହିଁ ବଜାରରେ ବିକ୍ରି କରାଯିବ। ଏହାର ପ୍ରୋସେସିଂ କରିବା ସମ୍ଭବପର ହେବ ନାହିଁ, ଯାହାଦ୍ୱାରା ସିଧାସଳଖ ଅର୍ଥନୈତିକ କ୍ଷତି ସହିବେ ବିଶ୍ୱର ବିଭିନ୍ନ ଦେଶ। ଏଥିରେ ଆମେରିକା ଓ ଇସ୍ରାଏଲର ନାଁ ମଧ୍ୟ ତାଲିକାଭୁକ୍ତ ହେବ। ଆଉ ଗୋଟିଏ ବଡ଼ କଥା ହେଉଛି, ଯେତେବେଳେ ଯୁଦ୍ଧ ସମୟରେ ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରାଯିବ, ଏହାର ସିଧାସଳଖ ପ୍ରଭାବ ତୈଳ ଦର ଓ ଘରୋଇ ବ୍ୟବହାର ଉପରେ ପଡ଼ିବ।
ଯାହା ଦ୍ୱାରା ଇରାନର ନାଗରିକ ମାନେ ମଧ୍ୟ ଆମେରିକା ଓ ଇସ୍ରାଏଲ ଉପରେ ନାଖୁଶ ରହିବେ। ବିଶେଷ ଭାବରେ ସେହି ଗୋଷ୍ଠୀ ଯେଉଁ ଗୋଷ୍ଠୀ ଇରାନରେ ଖାମନେଇ ଶାସନ ଚାହୁଁନାହାନ୍ତି ସେମାନେ ବି ଆଗାମୀ ସମୟରେ ଆମେରିକା ସପକ୍ଷରେ ବାହାରିବେ ନାହିଁ। ଏହା ଆମେରିକା ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିବାର ଆଶଙ୍କା କରାଯାଉଥିବାରୁ ଆମେରିକା ବର୍ତ୍ତମାନ ସମୟରେ ଇସ୍ରାଏଲର ଏହି ଆକ୍ରମଣକୁ ନିନ୍ଦା କରୁଥିବା କୁହାଯାଉଛି। ତେବେ ଯଦି ଇସ୍ରାଏଲ ଏଭଳି ଆକ୍ରମଣ ଜାରି ରଖେ ପୁରା ବିଶ୍ୱର ତୈଳ ଦର ପ୍ରଭାବିତ ହେବ। ଇରାନରେ ଡୋମେଷ୍ଟିକ ଭାବରେ ବିନା ସୂତ୍ରରୁ କୌଣସି ପ୍ରକାର ତୈଳଜାତ ସାମଗ୍ରୀ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ। ଅର୍ଥାତ୍ ଯେଉଁ ମଧ୍ୟ ତୈଳ ଅଶୋଧିତ ତୈଳ ବା ତୈଳଜାତ ପଦାର୍ଥ ଉତ୍ପାଦନ କରାଯାଉଛି ତାହା ତୈଳ ଭଣ୍ଡାର ଉପରେ ନିର୍ଭରଶୀଳ। ଏଣୁ ତୈଳ ଭଣ୍ଡାର ଗୁଡ଼ିକ କ୍ଷତି ସହିବା ଦ୍ୱାରା ଗୋଟିଏ ପଟେ ଯେତେବେଳେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବନ୍ଦ ରହିଛି ଏହାର ସିଧାସଳଖ ପ୍ରଭାବ ଆମେରିକା ଓ ଇସ୍ରାଏଲର ତୈଳ ଦର ଉପରେ ବି ପଡ଼ିବ, ଯେଉଁଥିପାଇଁ ବର୍ତ୍ତମାନ ଆମେରିକା ଓ ଇସ୍ରାଏଲ ଭିତରେ ବିବାଦ ସୃଷ୍ଟି ହୋଇଛି। ଇସ୍ରାଏଲକୁ ନାଖୁଶ ଥିବା ସନ୍ଦେଶ ମଧ୍ୟ ଦେଇସାରିଛି ଆମେରିକା। ତେବେ ଏଭଳି ସ୍ଥିତିରେ ଦର୍ଶକ ବନ୍ଧୁ ଯେଉଁ ତ୍ରିକୋଣୀୟ ଯୁଦ୍ଧ ଚାଲୁଛି ବା ଯେଉଁ ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ ମିଳିମିଶି ଇରାନ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ଭିତରେ ହିଁ ଯଦି ବିବାଦ ରହିବ ତେବେ ଆଗାମୀ ସମୟରେ ଏହି ଯୁଦ୍ଧରେ ଉଭୟ ଆମେରିକା ଓ ଇସ୍ରାଏଲକୁ ଏକ ବଡ଼ ଧରଣର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆଶା କରାଯାଉଛି। ଆଉ ଏହି ନକାରାତ୍ମକ ପରିଣାମ କେବଳ ଆମେରିକା ଓ ଇସ୍ରାଏଲକୁ ପ୍ରଭାବିତ କରିବ ନାହିଁ ବରଂ ପୁରା ବିଶ୍ୱର ଅର୍ଥନୀତି ଓ ତୈଳ ଦରକୁ ପ୍ରଭାବିତ କରିବ, ଯେଉଁଥିପାଇଁ ବର୍ତ୍ତମାନ ଯୁଦ୍ଧ ଭୂମିରେ ଆମେରିକା ଓ ଇସ୍ରାଏଲ ଭିତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଏହି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା ସେଥିପାଇଁ କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ନିଶ୍ଚିତ ଲେଖନ୍ତୁ। ଆମ ଭିଡ଼ିଓକୁ ୟୁଟ୍ୟୁବ ଓ ଫେସବୁକରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।